ଏବେ ଏବେ ଆସିଲା ଏକ ବଡ଼ ଖବର। ଗ୍ୟାସ୍ ବ୍ୟବହାର କରୁଥିବା ମା ମାଉସୀମାନଙ୍କ ପାଇଁ ଖୁସି ଖବର। କମିଲା ଗ୍ୟାସ୍ର ଦର, ତାହା କେତେ ଟଙ୍କା କମିଲା ତାହା ଜାଣିବା ପୂର୍ବରୁ ଆପଣମାନଙ୍କୁ ମାତ୍ର ଛୋଟିଆ ରିକ୍ୱେଷ୍ଟ, ନିହାତି ଭାବେ ଭିଡ଼ିଓକୁ ସମ୍ପୂର୍ଣ୍ଣ ଯାଏଁ ଦେଖିବେ ଏବଂ ଚ୍ୟାନେଲରେ ନୂଆ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରି ଭିଡ଼ିଓକୁ ସାଙ୍ଗସାଥି ଦ୍ୱାରା ସେୟାର କରିନେବେ, ଯାହାଦ୍ୱାରା ସେମାନେ ମଧ୍ୟ ଜାଣିପାରିବେ। ଚାଲନ୍ତୁ ଜମା ବି ଡେରି କରିବାନି, ଆଗକୁ ଜାଣିନେବା। ଆଜି ଜୁନ୍ ତାରିଖ, ସାରା ଦେଶରେ ଏଲ୍‌ପିଜି ସିଲିଣ୍ଡରର ଦର ହ୍ରାସ ପାଇଛି ବୋଲି ମଧ୍ୟ ସୂଚନା ମିଳିଅଛି। ତେଲ ବିପଣନ କମ୍ପାନୀଗୁଡ଼ିକ ଏନ୍‌ସିସି ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ କରିଛନ୍ତି ବୋଲି ମଧ୍ୟ ସୂଚନା ମିଳିଅଛି। ଜୁନ୍ 4 ଠାରୁ 19 କିଲୋଗ୍ରାମର ବାଣିଜ୍ୟ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପ୍ରାୟ 24 ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି ବୋଲି ମଧ୍ୟ ସୂଚନା ମିଳିଅଛି। ଏହାଦ୍ୱାରା ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଭଳି ପ୍ରତିଷ୍ଠାନଗୁଡ଼ିକରେ ଲାଭ ପାଇବେ ବୋଲି ମଧ୍ୟ ସୂଚନା ମିଳିଅଛି। ହ୍ରାସ ପାଇବା ଯୋଗୁଁ ବ୍ୟବସାୟ ପରିଚାଳନା ଖର୍ଚ୍ଚ ପାଇବାର, ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ମଧ୍ୟ ସୂଚନା ମିଳିଅଛି। ଲଗାତାର ତୃତୀୟାଂଶ ମାସ ଧରି ବାଣିଜ୍ୟ ସିଲିଣ୍ଡରର ଦର ହ୍ରାସ ପାଇଛି। ପୂର୍ବ ମେ ମାସରେ ମଧ୍ୟ ମୂଲ୍ୟ 24.5 ଟଙ୍କା ହ୍ରାସ ପାଇଥିବା ବେଳେ ଏବଂ ଏପ୍ରିଲ ମାସରେ ମଧ୍ୟ 41 ଟଙ୍କା ବର୍ତ୍ତମାନ ହ୍ରାସ ପାଇଥିଲା ବୋଲି ମଧ୍ୟ ସୂଚନା ଦିଆଯାଇଛି।